ଆପଣ ପରିଚୟ ମାନସୀ ବସ୍ତିଆ ସ୍ୱାସ୍ଥ୍ୟକର୍ମୀ ଗଡ଼ସାଦ ଉପକେନ୍ଦ୍ର। ନୂଆଗାଁରେ ଆମେ ଦେଖୁଛୁ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହେଲେଣି କେତେ ଦିନରୁ ହେଲେଣି? ଆଠ ଦିନ ତଳେ ଜଣେ କଣାସ ସିଏ ଯାଇଥିଲେ ଝାଡ଼ାରେ, ତାପରେ ସେଠି ଟ୍ରିଟମେଣ୍ଟ ହେଇକି ରେଫର ହେଇକି ଯାଉଥିଲେ, ବାଟରେ ଭୁବନେଶ୍ୱର ଯାଉଥିଲେ, ବାଟରେ ଡେଥ୍ ହେଇଗଲେ। ନୂଆଗାଁ କେତେ ଜଣ ଆକ୍ରାନ୍ତ ଅଛନ୍ତି? ତାପରେ ଏବେ 11 ତାରିଖ ଦିନ ରାତିରେ ଜଣଙ୍କର ଝାଡ଼ା ଆରମ୍ଭ ହେଲା, 2-3ଟା ଝାଡ଼ା ବସିଲେ ହେଇଗଲା। ତାପରେ ତାଙ୍କ ପିଲାମାନେ ସକାଳୁ ଭୋରୁ ଭୋରୁ ଆମ୍ବୁଲାନ୍ସ ଡାକିକି କଣାସ ନେଇଗଲେ। କଣାସ ସେଠୁ ଟ୍ରିଟମେଣ୍ଟ ହେଲେ, ଟ୍ରିଟମେଣ୍ଟ ହେଇକି ତାପରେ ଘରକୁ ଫେରିଲେ। ଘରକୁ ଫେରିଲା ପରେ ପୁଣି ସନ୍ଧ୍ୟା ବେଳକୁ 1-2ଟାରେ ଘରକୁ ଫେରିଲେ। ରାତିରେ 9ଟା ଠାଇ ପୁଣି ଅସ୍ତବ୍ୟସ୍ତ ହେଲେ। ଅସ୍ତବ୍ୟସ୍ତ ହେଲାରୁ ପୁଣି ଆଉ ଥରେ କାର ଡାକିକି ତାଙ୍କୁ ନେଇଗଲେ ସମ୍ ହସ୍ପିଟାଲ। କେତେ ଜଣ ଆଫେକ୍ଟେଡ ଅଛନ୍ତି? ବର୍ତ୍ତମାନ ଏବେ ଝାଡ଼ା ହଉଛନ୍ତି 20 ଜଣ ଖଣ୍ଡେ ଅଛନ୍ତି। ମାନେ ଝାଡ଼ା ତାଙ୍କୁ ମେଡିସିନ ORS ଦିଆ ହେଇକି କଣ୍ଟ୍ରୋଲ କରାଯାଇଛି। ଆଉ 2 ଜଣ ହସ୍ପିଟାଲରେ ଅଛନ୍ତି। ଗଡ଼ିସାଗରରେ 2 ଜଣ, ଆଉ ହରିପୁରରେ ଜଣେ, ନୂଆଗାଁ ତ 20 ଜଣ ଅଛନ୍ତି। ଆଉ ଜାମଳଦାରେ କିଛି ନାହିଁ, ଆগে ହେଇନାହାନ୍ତି। ଜାମଳଦା ଟା ଟିକେ ଭିତରକୁ ରହୁଛି, ନଦୀ କୂଳ ନାହିଁ। ଯୋଉ ନଦୀ ପାଣି ଯୋଉ ଦୂଷିତ ହଉଛି, ଏମାନଙ୍କର ତ ନଦୀ ହଉଛି ସୋର୍ସ ପାନୀୟ ଜଳର। ପାନୀୟ ଜଳ ଅବଶ୍ୟ ବ୍ୟବହାର କରୁନାହାନ୍ତି, ଗାଧେଇବା, ଲୁଗା ଧୋଇବା, ବାସନ ମଜିବା ସବୁ ଏମାନଙ୍କର ନଦୀରେ। ତେଣୁ ସେଇ ପାଣି ହିଁ ଇନଫେକ୍ଟେଡ ହେଇକି ତାଙ୍କର ଏ ଅବସ୍ଥା ହେଇଛି। ଆଉ ତରଙ୍ଗବାଳା ପାଇକରା। ଝାଡ଼ା ବାନ୍ତି ବ୍ୟାପିଛି, ଆଜ୍ଞା କହିବେ କେତେ ଦିନ ହେଲାଣି? ଏ 10-12 ଦିନ ହେଲାଣି। କେତେ ଜଣ ରୋଗୀ ଆକ୍ରାନ୍ତ ହେଲେ? ଜଣେ 8 ଦିନ ତଳେ ମରି ଯାଇଥିଲେ, ଆଉ ଜଣେ କାଲି ମରି ଯାଇଛନ୍ତି। ଆଉ ଲୋକ ମାନେ କଣ ପାଇଁ ସେ ମଲେ? ଝାଡ଼ା ବାନ୍ତି? ହଁ, ପାଣି ସମସ୍ୟା ଯୋଗେ। ଆମ ଗାଁ ଗହଳି ଲୋକ ତ ପାଣି ସମସ୍ୟା ଯୋଗେ ଲୋକଙ୍କର ଝାଡ଼ା ବାନ୍ତି। ହଁ ହଁ। କେତେ ଦିନ ହେଲାଣି? ଡକ୍ଟର କେବେ ଆସିଲେ? ଡକ୍ଟର ଆଜି ଆସିଲେ। ଆମେ ଔଷଧ କାଲି ଠାରୁ ବାନ୍ଧିଲା। କଣ କୋଉ ମେଡିସିନ ବାଣ୍ଟୁଛନ୍ତି? ମେଟ୍ରନ, ନରଫକ୍ସ, ହାଲୋଜିନ ଆଉ ORS। ସଚେତନ କଲେଣି? ହଁ ହଁ, ଲୋକଙ୍କୁ ସଚେତନ କଲା। ଟିକେ କମ ଜଣା ପଡୁଛି, ହେଲେ ସୁଦ୍ଧା ଆଜି ବି 8 ଲୋକ ଅଛନ୍ତି ଝାଡ଼ାରେ। ଆମ ମେଡିସିନରେ ସେ କମ ରହିଛି। ଡାକ୍ତର ଆଜି ଆସିଲେ। ମୁଁ ଡକ୍ଟର ବିଶ୍ୱରଞ୍ଜନ ଜେନା, ଆୟୁଷ ମେଡିକାଲ ଅଫିସର, CSC କଣାସ। ନୂଆଗାଁରେ ବର୍ତ୍ତମାନ ଝାଡ଼ା ବାନ୍ତି ବ୍ୟାପୁଛି, 2 ଜଣ ମୃତ୍ୟୁବରଣ ହେଇଛି, କଣ କହିବେ? ଆଉ କଣ ପାଇଁ ବର୍ତ୍ତମାନ ଝାଡ଼ା ବାନ୍ତି ହେଉଛି? ନୂଆଗାଁ ଏଇଟା ଆମର କଣାସ ଅଞ୍ଚଳ, ଏଇଟା ଗୋଟେ ଅନୁନ୍ନତ ଅଞ୍ଚଳ। ପାଣି ଏଠି ଦୂଷିତ ପାଣି। ଲୋକ ପାଣି ଏଇ ଯୋଉ ନଦୀ ପାଣି ବ୍ୟବହାର କରିବା ଦ୍ୱାରା ନିଜେ ବ୍ୟବହାର କରୁଛନ୍ତି, ଗାଧଉଛନ୍ତି, ବ୍ୟବହାର କରୁଛନ୍ତି, ପ୍ଲସ୍ ପିଉଛନ୍ତି। ତେଣୁ ନଦୀ ପାଣି ବ୍ୟବହାର କରିବା ଦ୍ୱାରା ଏ ସମସ୍ୟା ହେଇଛି। ଡାଇରେକ୍ଟ ପିଉଛନ୍ତି। କେତେ ଜଣ ବର୍ତ୍ତମାନ ଆକ୍ରାନ୍ତ ଅଛନ୍ତି? 20 ଜଣ ପାଖାପାଖି ଆକ୍ରାନ୍ତ ଅଛନ୍ତି। ହସ୍ପିଟାଲରେ 2 ଜଣ ଅଛନ୍ତି। କୋଉ କୋଉ ଗାଁ ଆଫେକ୍ଟେଡ ଅଛନ୍ତି? ଜାଗୁଳେଇପଦର ଆଫେକ୍ଟେଡ ହେଇଛି, ନୂଆଗାଁ ଆଫେକ୍ଟେଡ ହେଇଛି। ଜାଗୁଳେଇପଦରରେ ପାଖାପାଖି 14 ଜଣ ଅଛନ୍ତି, ହସ୍ପିଟାଲରେ ଜଣେ ଅଛନ୍ତି। ନୂଆଗାଁରେ କେତେ ଜଣ ଅଛନ୍ତି? ନୂଆଗାଁ କହିଲି ପା, 20 ଜଣ ଅଛନ୍ତି। ମୃତ୍ୟୁ ଏ ଗାଁରେ 2 ଜଣ କରିଛନ୍ତି। ଗୋଟେ 8 ଦିନ ପୂର୍ବରୁ କରିଥିଲା, ତା କାରଣ ଆମେ ଅନୁଧ୍ୟାନ କରିନୁ, କିନ୍ତୁ ଏଇ କାରଣ ପଜିଟିଭଲି ଅନୁଧ୍ୟାନ କରିଛୁ ଯେ ମାନେ ଡାଇରିଆ, ଝାଡ଼ା ବାନ୍ତି ହଉଥିଲା, ସେ କଣାସ ଯାଇଥିଲେ, କଣାସରୁ ଡେଥ୍ ହେଇଛି, ରେଫର ହେଇଥିଲେ। 8 ଦିନ ପୂର୍ବରୁ ଆମେ ଜାଣିବା ପୂର୍ବରୁ ଆମେ ତାକୁ CSC ରହିଲୁ। ଆମର ଟିମ୍ ଯିଏ ANM ଦିଦି ଆଉ ହେଲ୍ଥ ୱାର୍କର ମେଲ୍ ଆଶା ଦିଦି, ସେମାନେ ସମସ୍ତେ ସର୍ଭିସ ଦଉଛନ୍ତି। ଗ୍ରାସରୁଟ୍ ଲେଭେଲରେ ସେମାନେ ସର୍ଭିସ ଦଉଛନ୍ତି। ଗୋପୀନାଥପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ମୁଁ। ମୋ ନାମ ପଦ୍ମା ବେହେରା। ଝାଡ଼ା ବାନ୍ତି କାଲି ବି ତାଙ୍କ ଷ୍ଟାଫ ବସିଥିଲେ, ମତେ ଡାକିଥିଲେ। ସେ ଆରୋଗ୍ୟ ମନ୍ଦିର ଠିକ ଜଗୁଳେଇପଦର, ସେଠି ବି ତାଙ୍କୁ କହୁଥିଲୁ ତାଙ୍କୁ କାଲି ବସେଇ ଦେଉନୁ। ଯୋଉମାନେ ଆଶା କର୍ମୀ ତାଙ୍କୁ ସବୁ ହାଲୋଜିନଠୁ ଆରମ୍ଭ କରି ଯୋଉ ମେଡିସିନ ଘରୋଇ ସେମାନେ ସବୁ ବାଣ୍ଟିଛନ୍ତି। ତା ସତ୍ତ୍ୱେ ମଧ୍ୟ ଗାଁରେ ମଧ୍ୟ 3 ଦିନ ହେଲା ଦେଖାଇଛି ଏ ରୋଗଟା। ଏ ଯୋଉ ହଇଜାଟା ବର୍ତ୍ତମାନ ଯାହା କହୁଛି, ପାଣିର ପ୍ରୋବ୍ଲେମ ବେଶୀ। କିନ୍ତୁ ଏ ପାଣିର ପ୍ରୋବ୍ଲେମ ହଉଛି, ସେଥିପାଇଁ ସରକାର ଦାୟୀ ହେବେ। ଆମେ ବାରମ୍ବାର ଆସି 5-7 ବର୍ଷ ମାନେ ଆନ୍ଦୋଳନ କଲୁଣୁ, ଅଭିଯୋଗ କରୁଛୁ। ଭୁବନେଶ୍ୱର ଯୋଉ ବର୍ଜ୍ୟବସ୍ତୁ ଗୁରା ଛାଡୁଛନ୍ତି, କଣ୍ଟିଠି ପଡୁଛି। କଣ୍ଟିଠୁ କଣ ହଉଛି, ଏଠି ଦୟାନିଧିରେ ପଡୁଛି। ଏଠି ପାଣିରେ ଜଳଜନ୍ତୁ ବି କେହି ରହୁନାହାନ୍ତି, ମଣିଷ ବଞ୍ଚିବା କଷ୍ଟ ହଉଛି।
ଏଠି ଯିଏ ଗାଧଉଛନ୍ତି ତାଙ୍କର ବିଭିନ୍ନ ଚର୍ମ ରୋଗଟା ଆଣୁ କିଡି ରୋଗଟା ଆଣୁ ସବୁ ଅଛି। ଆଜିର ପରିସ୍ଥିତି ସେଇଟା ଦେଖାଦେଲା। ସରକାରୀ ଡାକ୍ତର କେବେ ଆସିଲେ? ଡାକ୍ତର ଆସିନଥିଲେ, ଆଜି ଆସିଛନ୍ତି, କାଲି ଆସିଥିଲେ କେତେଜଣ, ଆଜି ଆସି ସେବା କରୁଛନ୍ତି। ସେମାନେ ତାଙ୍କ କର୍ତ୍ତବ୍ୟ ଦୃଷ୍ଟିରୁ ସେମାନେ ଆଶା କର୍ମୀକୁ ଲଗେଇ ନିଜେ ମଧ୍ୟ ଗାଁ ଗାଁ କରି ବୁଲିକିରି ମୋ ଉପସ୍ଥିତିରେ ମଧ୍ୟ ମୁଁ ତାଙ୍କ ସାଥିରେ ଅଛି, ସେମାନେ ବି ଚଲେଇଛନ୍ତି। କୋଉଠି କଣ ଅସୁବିଧା ହେଇଛି କଣ ହଉଛି ତାଙ୍କର ଏତେ। ମୋର ଗୋଟେ ତାଙ୍କୁ ଡିମାଣ୍ଡ ଥିଲା, ଏଠି ହଇଜା ହେଲା ପରେ ଜଳୀୟବାଷ୍ପ ଗଲା ପରେ ଏଠି ସାଲାଇନ୍ ଦେଇ ଛାଡନ୍ତୁ, ସେ ବ୍ୟବସ୍ଥା ପାଇଁ ଆପଣ ଜଣାନ୍ତୁ। ସାଲାଇନ୍ ନଦେଲେ ସେ ବଞ୍ଚିବେ କେମିତି? ସାଲାଇନ୍ ଟେ ଦେଇକିରି ଗଲେ ସେ କଣାସ ବଣରେ ତ ସେମାନେ ବଞ୍ଚି ପାରିବ? ଏଠି ତ ରୋଗୀ ହତାଶ ହେଇଥିବ ଝାଡା ହେଇକିରି। ମୋର ସେଇଟା ଆପଣଙ୍କ ପାଖେ, ସେଇଟା ମୁଁ ଡାକ୍ତରଙ୍କୁ କହୁଛି। ଆପଣ ନିୟରେଷ୍ଟ ଅଛି ଗଡ଼ିଶାଘାଟ? ହଁ ହଁ, ଗଡ଼ିଶା ତ ଏଇଠି ତ ଗଡ଼ିଶା ତ ଥାଇକିରି ଏଠି 2ଟା ରୋଗୀ ମରିଲେ। ଗଡ଼ିଶା ଗାଦା ପଞ୍ଚାୟତରେ 2ଟା ଲୋକ ମଲେଣି, କଣ ସେମାନେ କଲେ? ତା ବ୍ୟବସ୍ଥା ହେଇପାରୁନି। ସରକାରଙ୍କୁ କଣ କହିବେ? ସରକାରକୁ କହିବା କଥା ଯୋଉଠି ଯାହା ଅଛି ତ ତୁରନ୍ତ ବ୍ୟବସ୍ଥା କରି ଏଠି ଖାଲି ବଟିକା ଦେଇଦେଲେ ହବନି, ଏଠି ସାଲାଇନ୍ ଠୁ ଆରମ୍ଭ କରି ଡାକ୍ତର ଏଠି ଜଗାନ୍ତୁ ଇମର୍ଜେନ୍ସି ପାଇଁ। ଏଇଟା ଆମ ତରଫରୁ ଅଭିଯୋଗ କରାଯାଉଛି। ଡାକ୍ତର ଏଠି ରହିଲେ କଣ ହବ, ସାଲାଇନ୍ ଲଗେଇ ରୋଗୀ ଭଲ କରିବେ। ଏଇଟା ହଉଛି କଥା। ଅଧିକାଂଶ ଯଦି ଅଧିକ ହେଲା ସେଇଟା ବାହାରକୁ ଛାଡିବ କଣ କରି ସେଟା ଦେଇ କଣ ରୋଗୀ ଯାଉଛନ୍ତି କଲରା ହସ୍ପିଟାଲରୁ ଫେରିକି ଅଛି, ସିଟ୍ ନାହିଁ, ଭଲ ବି କୋଉଠି? କଲରା ହସ୍ପିଟାଲରୁ ବି ଫେରିକି ଆସୁଛି, ରଖୁନାହାନ୍ତି ସେମାନେ। ଆମେ ତ ଶଯ୍ୟା ନେଇ ଆମେ ରଖିବୁ କଣ? ଦୁର୍ଯୋଗ। ଆପଣ ଆଜି ଝାଡା ବାନ୍ତିରେ ଆପଣ ଗାଁରେ ଆକ୍ରାନ୍ତ ଅଛନ୍ତି, ଡକ୍ଟର ବି ଆସିଥିଲେ, କଣ କହିବେ? ଆପଣ କଣ ହଉଥିଲା? ମୋର ତ ଝାଡା ଏଇ ପେଟ କାଟିଗଲେ ଝାଡା ଦେଖଉଛି ଆଉ। ପେଟ ଟିକେ କାଟି ହଉଛି ଦର୍ଜ ହେଇକି ଝାଡା ଦେଖ। ଯେ ଆପଣ ମେଡିକାଲ ଡକ୍ଟର କଣ ଦେଲେ? ହଁ ଇଏ କଥା ମେଡିସିନ ଦେଲେ? ଆଉ କଣ ପାଇଁ ଝାଡା ହେଲା ଆପଣଙ୍କୁ? ଝାଡା ବାନ୍ତି ହଉଛି ଆପଣଙ୍କୁ? ବାନ୍ତି ହଉନି, ଝାଡା ପରିଚୟ? ଦିଲ୍ଲୀପ ଶ୍ରୀଚନ୍ଦନ ନୂଆଗାଁ। ଯେ ଆମ ଯେ ବର୍ତ୍ତମାନ ଆପଣ ଝାଡା ବାନ୍ତି ହଉଛି, ଆପଣ ଡକ୍ଟର ମାନେ ଆସିଛନ୍ତି, କଣ କହିବେ ଏ ବିଷୟରେ? ଆଉ କେତେ ଦିନ ହେଲାଣି ରୋଗ ମାନେ ଝାଡା ବାନ୍ତି ଆକ୍ରାନ୍ତ ଅଛନ୍ତି? 12 ଦିନ ତଳୁ ପ୍ରାୟ ଝାଡା ବାନ୍ତି ଆରମ୍ଭ ହେଇଛି। ଏବେ ବି ଜଣେ ମହିଳା ରୋଗୀ ସେ ବାହାରେ ଚିକିତ୍ସିତ ହଉଛନ୍ତି, ଏପର୍ଯ୍ୟନ୍ତ ଫେରି ନାହାନ୍ତି 12 ଦିନ ଧରି। ଅନ୍ୟ ରୋଗୀ ମାନଙ୍କ ଭିତରୁ ପ୍ରାୟ ଭଲ ହଉଛନ୍ତି ଏବଂ ଗତକାଲି ସୁଦ୍ଧା 14 ଜଣ ଥିଲେ, ଆଜି ତା 20ରେ ପହଞ୍ଚିଛି। ଏବଂ 12 ଦିନ ଭିତରେ ଆମ ଗାଁର ଜଣେ ପୁରୁଷ ଯାହାଙ୍କ ନାଁ ହଉଛି ସାରଥ ପ୍ରଧାନ, ସିଏ ମରିଯାଇଛନ୍ତି। ଏବଂ ଗତକାଲି ସଚଳା ସାହୁ ନାମରେ ଜଣେ ମହିଳା, ସିଏ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ଇଏ ଆମର ଗାଁର ସମସ୍ତ ଅଧିବାସୀ ମାନେ ଯେହେତୁ ଦୟା ନଦୀର ପାଣି ଉପରେ ନିର୍ଭର କରନ୍ତି, ଦୟା ନଦୀ ପାଣି ଯେଭଳି ଭାବେ ପ୍ରଦୂଷିତ ହେଇଛି, ଭୁବନେଶ୍ୱର ଗଙ୍ଗୁଆ ନାଳ ଦ୍ୱାରା ଆସୁଥିବା ବର୍ଜ୍ୟବସ୍ତୁ ମିଶିବା ପରେ ସେ ପାଣିକି ବ୍ୟବହାର କରି ଜନସାଧାରଣ ଆଜି ଝାଡା ବାନ୍ତି ଆକ୍ରାନ୍ତ ହେଇଛନ୍ତି। ଏବଂ ଆମର ଅନୁରୋଧ ଏ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତୁରନ୍ତ ଏଠି ଗୋଟେ 7 ଦିନିଆ କ୍ୟାମ୍ପ ବସାନ୍ତୁ, ଯୋଉଠି ଡକ୍ଟର ଏବଂ ତାଙ୍କର ସାଥୀ ମାନେ ଅନ୍ୟାନ୍ୟ କର୍ମୀ ମାନେ ସବୁ ମହଜୁଦ ରହି ଏ ଅଞ୍ଚଳବାସୀଙ୍କର ସ୍ୱାସ୍ଥ୍ୟ ସୁଧାର କରିବା ପାଇଁ ଚେଷ୍ଟା କରନ୍ତୁ। ରମେଶ ପ୍ରଧାନ। ଆପଣଙ୍କୁ ଆମେ ଶୁଣିଛୁ ଗୋଟେ ଡେଥ୍ ହେଇଛନ୍ତି, ଆପଣ କେବେ ନା ନା ବାପା ମରିଗଲେ, ଝାଡା ବାନ୍ତିରେ ମରିଗଲେ। କେବେ ମଲେ? ଏବେ ମଲେ 8-9 ଦିନ ହେଲା ତ। କଣ ଅସୁବିଧା ହେଇଥିଲା? କଣ ନା ମେଡିକାଲ ନେଇକି ଗଲୁ, ନେଇକି ଗଲା ପରେ କଣାସ ମେଡିକାଲ କୁ, ସେଠି ଗଲେ ଏଠି ହବନି, ଆଉ ଆଇସି ପାଇସି ନାହିଁ, ସେଠିକି ତମେ ନେଇଯା, ସମକୁ ନେଇଯା। ସମକୁ ଆମେ ଗଲୁ, ସମରେ ସେଠି କାଗଜ ପତ୍ର କଲୁ। ସେ କହିଲେ ଏଠି ଆଉ ଆଇସି ରେ ସବୁ ଲୋକ ଫୁଲ ହେଇପାରିବେନି। ଆମେ କିଛି ବାଟ ନେଇଛୁ, ତାପରେ ମରିଗଲେ ଆଉ। ଏବେ ଆପଣଙ୍କ ଗାଁକୁ ଡାକ୍ତର ମାନେ ଆସୁଛନ୍ତି? ନା ନା କେହି ତ ନାହିଁ, ଆସିବା ପରେ ଆସୁଛି, ସେମାନେ ଦେଖା ଦେଖି ହୁଅନ୍ତି ଆଉ କଣ। ମେଡିସିନ ଦେଲେ? ନା ମେଡିସିନ କଣ କିଛି ମିଳିଲାନି। ବାପା କୋଉ ସକାଶେ ଡେଥ୍? ବାପା ତ ଝାଡା ବାନ୍ତିରେ ମଲେ, ଆଉ କୋଉଥିରେ? ଝାଡା ବାନ୍ତିର କାରଣ କଣ? ଝାଡା ବାନ୍ତିରେ କଣ ପାଣିର ସୁବିଧା କିଛି ନାହିଁ। ଆପଣ ସରକାରଙ୍କୁ କଣ କହିବେ? ସରକାରଙ୍କ ପାଣିର ସୁବିଧା କିଛି ନାହିଁ। ଆମେ ନଦୀ ପାଣି ପିଇକିରି ଏମିତି ଅବସ୍ଥା ହଉଛି ଆଉ କଣ। ସ୍ଥାନୀୟ ପ୍ରତିନିଧି ଆପଣଙ୍କ ପାଖକୁ ଆସିଥିଲେ? କାହିଁ କେହି ନାହିଁ ତ।